ଆଜିର ପ୍ରସଙ୍ଗରେ ଶୁଣନ୍ତୁ ମଧୁର ବିପ୍ଳବ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଗୁଣାତ୍ମକ ମହୁ ତଥା ଅନ୍ୟାନ୍ୟ ମହୁମାଛି ଆଧାରିତ ଉତ୍ପାଦନକୁ ଗତିଶୀଳ କରିବା ଲକ୍ଷ୍ୟ ନେଇ ଦେଶରେ ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନକୁ କାର୍ଯ୍ୟକାରୀ କରାଯାଇଛି। ଜାତୀୟ ମହୁମାଛି ପରିଷଦ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପାଇଁ 500 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ 2020-21 ମସିହାରୁ 3 ବର୍ଷ ପାଇଁ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା। ତେବେ ଏହାର ଅବଧିକୁ ଆଉ 3 ବର୍ଷ ବୃଦ୍ଧି କରାଯାଇଛି। ମହୁମାଛି ପାଳନ ଏକ କୃଷିଭିତ୍ତିକ ପଦକ୍ଷେପ ଏବଂ ଏହାକୁ ଗ୍ରାମାଞ୍ଚଳରେ ଚାଷୀ ଏବଂ ଭୂମିହୀନ ଶ୍ରମିକମାନେ କରିଥାନ୍ତି। ସମନ୍ୱିତ କୃଷି ବ୍ୟବସ୍ଥାର ଏହା ହେଉଛି ଏକ ଅଭିନ୍ନ ଅଂଶ। ପାରମ୍ପରିକ ଏକକ ଫସଲ ପ୍ରଣାଳୀ ପରିବର୍ତ୍ତେ ବହୁମୁଖୀ ଫସଲ ବ୍ୟବସ୍ଥାକୁ ସମନ୍ୱିତ କୃଷିର ଅଂଶ ଭାବେ ପରିଗଣିତ କରାଯାଇଥାଏ। ପଶୁପାଳନ, ମତ୍ସ୍ୟ ଚାଷ, ଶସ୍ୟ ଉତ୍ପାଦନ ଏବଂ ଉଦ୍ୟାନ କୃଷିକୁ ଏହା ମଧ୍ୟରେ ସାମିଲ କରାଯାଇଛି। ଭାରତର ବିବିଧ କୃଷି ଜଳବାୟୁ ମହୁମାଛି ପାଳନ, ମହୁ ଉତ୍ପାଦନ ଏବଂ ରପ୍ତାନି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇଛି। ଗ୍ରାମୀଣ ବିକାଶ ଏବଂ ନିରନ୍ତର କୃଷି କ୍ଷେତ୍ର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଗୁଣାତ୍ମକ ମହୁ ଉତ୍ପାଦନ ବୃଦ୍ଧି କରିବା ଏବଂ ବୈଜ୍ଞାନିକ ତଥା ସଂଗଠିତ ମାଧ୍ୟମରେ ମହୁମାଛି ପାଳନ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟ ନେଇ ସରକାର ମଧୁର ବିପ୍ଳବ ଶୀର୍ଷକ ଏହି ଅଭିଯାନ ଆରମ୍ଭ କରିଥିଲେ। ଜାତୀୟ ମହୁମାଛି ମିଶନକୁ 3ଟି ଉପଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ଉପଯୋଜନାଟି ବୈଜ୍ଞାନିକ ଉପାୟରେ ମହୁମାଛି ପାଳନ ଓ ପରାଗ ସଙ୍ଗମ ମାଧ୍ୟମରେ ବିଭିନ୍ନ ଫସଲ ଉତ୍ପାଦନ ଓ ଉତ୍ପାଦକତାକୁ ଉନ୍ନତ କରିବାରେ ଧ୍ୟାନ ଦେଇଥାଏ। ଦ୍ୱିତୀୟ ଉପଯୋଜନାରେ ଉତ୍ପାଦର ଅମଳ ପରବର୍ତ୍ତୀ ପରିଚାଳନା ଯେପରିକି ମହୁ ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଆଦି ଅନ୍ତର୍ଭୁକ୍ତ। ତୃତୀୟ ଉପଯୋଜନା ଦେଶର ସମସ୍ତ ଅଞ୍ଚଳର କୃଷି ଜଳବାୟୁ ଭିତ୍ତିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ। କୃଷି କ୍ଷେତ୍ରରେ ଆୟ ବୃଦ୍ଧି କରିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ। ମହୁମାଛି ପାଳନ ଉଦ୍ୟୋଗକୁ ସାମଗ୍ରିକ ଭାବେ ବିକଶିତ କରିବା, ଚାଷୀ ଏବଂ ଅଣଚାଷୀ ପରିବାର ଉଭୟଙ୍କ ପାଇଁ ଜୀବିକା ଯୋଗାଡ଼ କରିବା ଏବଂ କୃଷି ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ହେଉଛି ସମ୍ପୂର୍ଣ୍ଣ ଭାବେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। ମହୁ ଉତ୍ପାଦର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଗୁଣାତ୍ମକ ନିୟନ୍ତ୍ରଣ ପ୍ରୟୋଗଶାଳା ସ୍ଥାପନ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଏକ ମହୁ କରିଡରର ବିକାଶ କରିବା, କୃଷି ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ମହୁ ଉତ୍ପାଦନ କାର୍ଯ୍ୟକଳାପ କରିବା ସହିତ ସଂଯୋଗ କରିବା ଏବଂ ମହୁମାଛି ପାଳନ ମାଧ୍ୟମରେ ମହିଳା ସଶକ୍ତିକରଣ ଲକ୍ଷ୍ୟ ରଖାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ମହୁ ଏବଂ ମହୁମାଛି ଉତ୍ପାଦର ଉତ୍ସଗୁଡ଼ିକୁ ଚିହ୍ନଟ ସହିତ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ଏହି ଯୋଜନା ମାଧ୍ୟମରେ କରାଯାଇପାରୁଛି। ଗତବର୍ଷ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ 1,40,000 ଟନ୍ ପ୍ରାକୃତିକ ମହୁ ଉତ୍ପାଦିତ ହୋଇଥିଲା। ଏହି ମିଶନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର 6ଟି ବିଶ୍ୱସ୍ତରୀୟ ମହୁ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏଥିସହିତ 47ଟି କ୍ଷୁଦ୍ର ମହୁ ପରୀକ୍ଷାଗାର, 6ଟି ମହୁ ରୋଗ ପରୀକ୍ଷାଗାର, 8ଟି କଷ୍ଟମ୍ ନିଯୁକ୍ତି କେନ୍ଦ୍ର, 26ଟି ମହୁ ପ୍ରକ୍ରିୟାକରଣ କେନ୍ଦ୍ର, 12ଟି ମହୁ ପାଳନ ଉପକରଣ କେନ୍ଦ୍ର, 18ଟି ସଂଗ୍ରହ, ବ୍ରାଣ୍ଡିଂ ଏବଂ ବ୍ୟାବସାୟିକ କେନ୍ଦ୍ର ଓ 10ଟି ପ୍ୟାକେଜିଂ ଏବଂ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ଅଭିଯାନ ଅଧୀନରେ ଅନୁମୋଦନ କରାଯାଇଛି। ସେହିଭଳି 288 ହେକ୍ଟର ଜମି ବିଶିଷ୍ଟ ଏକ ମହୁମାଛି ଅନୁକୂଳ ଉଦ୍ଭିଦ ଫାର୍ମ ଏବଂ 424 ହେକ୍ଟର ଜମିର ଏକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ସ୍ଥଳ ମଧ୍ୟ ଏହି ମିଶନ ଅଧୀନରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ରୁର୍କି ସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ମହୁମାଛି ପାଳନ ଆଧାରିତ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ମହୁ ତଥା ଅନ୍ୟାନ୍ୟ ମହୁମାଛି ପାଳନ ଉତ୍ପାଦର ଉତ୍ସ ଚିହ୍ନଟ ଏବଂ ସେଗୁଡ଼ିକର ଅନଲାଇନ୍ ପଞ୍ଜୀକରଣକୁ ସହଜ କରିବା ଲକ୍ଷ୍ୟ ନେଇ ମଧୁକ୍ରାନ୍ତି ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନ ଭାରତ ସରକାରଙ୍କର ଏକ ବହୁମୁଖୀ ପ୍ରାୟୋଜିତ ପଦକ୍ଷେପ, ଯାହା ଦେଶରେ ମଧୁର ବିପ୍ଳବ ଆଣିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ଅଭିଯାନ ହାତକୁ ନେଇଛି।